ବହୁତ ସମୟରେ ଦେଖାଯାଏ ଯେତେବେଳେ ଆମେ ବିପଦରେ ପଡ଼ୁ କିମ୍ବା କୌଣସି ହଇରାଣରେ ପଡ଼ୁ କିମ୍ବା କୌଣସି ଅସୁବିଧାରେ ପଡ଼ୁ, ସେତେବେଳେ ଆମେ ଭଗବାନଙ୍କୁ ଯେତେ ବି ସ୍ମରଣ କରୁ, ଯେତେ ବି ପ୍ରାର୍ଥନା କରୁ, ଭଗବାନ ଶୁଣନ୍ତିନି। ଭଗବାନ ଚୁପ୍ ରହିଥାନ୍ତି। ସେହି ଭଗବାନ ଚୁପ୍ ରହିବା ପଛରେ କାରଣ କ'ଣ, ଆଜି ଆମେ ଏହି ଭିଡ଼ିଓରେ ଜାଣିବା। ଆଶା କରୁଛି ମୋର ଏହି ଭିଡ଼ିଓଟିକି ଆପଣମାନେ ପୁରା ସମ୍ପୂର୍ଣ୍ଣ ଭାବରେ ଦେଖିବେ। ଦୁନିଆରେ ବହୁତ ଲୋକ ଅଛନ୍ତି, ଯେତେବେଳେ କିଛି ଆବଶ୍ୟକତା ପଡ଼େ, କେତେବେଳେ କିଛି ସେ ବିପଦରେ କିମ୍ବା ହଇରାଣରେ ପଡ଼ନ୍ତି, ସେତେବେଳକୁ ତାଙ୍କର ମନେ ପଡ଼େ ଭଗବାନଙ୍କ କଥା। ଆଉ ସେତେବେଳେ ସାଙ୍ଗେ ସାଙ୍ଗେ ଭଗବାନଙ୍କ ଠାରୁ କିଛି ନା କିଛି ମାଗି ନିଅନ୍ତି କି ମୋତେ ଏଇ ବିପଦରୁ ରକ୍ଷା କରନ୍ତି। କିନ୍ତୁ ସେଇଭଳି ଲୋକମାନଙ୍କୁ ତ ଭଗବାନ ରକ୍ଷା କରନ୍ତିନି, କାରଣ ସେମାନେ କେବଳ ସ୍ୱାର୍ଥ ପାଇଁ ହିଁ ଭଗବାନଙ୍କୁ ଡାକନ୍ତି। କିନ୍ତୁ ଯେଉଁ ଲୋକମାନେ ଭଲ ଲୋକ, ଯେଉଁମାନେ ପୂଜା ପାଠ କରନ୍ତି, ଭଗବାନଙ୍କ ଉପରେ ବହୁତ ବିଶ୍ୱାସ କରନ୍ତି, ଭଗବାନଙ୍କୁ ସବୁବେଳେ ପ୍ରାର୍ଥନା କରନ୍ତି, ସ୍ମରଣ କରନ୍ତି, କିନ୍ତୁ ଯଦି ସେଇ ଲୋକମାନେ ବିପଦ ସମୟରେ ଯଦି ଭଗବାନଙ୍କୁ ଡାକୁଛନ୍ତି ଆଉ ଭଗବାନ ନ ଶୁଣୁଛନ୍ତି, ତାହେଲେ ଆମେ ଆର ଅର୍ଥ କ'ଣ ବୋଲି ବୁଝିବା। ଏହାର ଅର୍ଥ ହେଉଛି ଭଗବାନ ଆମକୁ ସେଇ ସମୟରେ ପରୀକ୍ଷା କରିଥାନ୍ତି। ଯେମିତି ଯେତେବେଳେ ପରୀକ୍ଷା ହୋଇଥାଏ, ଯେତେବେଳେ ଷ୍ଟୁଡେଣ୍ଟମାନେ କ'ଣ କରିଥାନ୍ତି, ସେହି ସମୟରେ ସେ ପରୀକ୍ଷା ଦେଇଥାନ୍ତି, ଟିଚର କୌଣସି ବି ହେଲ୍ପ କରିନଥାନ୍ତି। କିନ୍ତୁ ଯେତେବେଳେ କ୍ଲାସ୍ରେ ପାଠ ପଢ଼ା ହେଇଥାଏ କିମ୍ବା ଏକ୍ଜାମ୍ ନଥାଏ, ସେତେବେଳେ ଟିଚର ପିଲାମାନଙ୍କୁ ବହୁତ ଭଲ ଭାବରେ ବୁଝେଇଥାନ୍ତି, ହୋମୱାର୍କ ଦେଇଥାନ୍ତି। ମାନେ ପିଲାମାନଙ୍କୁ ଯଦି ପାଠରେ କିଛି ବୁଝିବାରେ ଅସୁବିଧା ହେଇଥାନ୍ତି, ତାହେଲେ ପିଲାଙ୍କୁ ସେ ବାରମ୍ବାର ବି ଟିଚର ଜଣେ ବୁଝେଇଥାନ୍ତି। କିନ୍ତୁ ଯେତେବେଳେ ପରୀକ୍ଷା ଟାଇମ୍ ହେଇଥାଏ, ଯେତେବେଳେ ଟିଚର କିଛି ନ କହି ପୁରା ଚୁପ୍ ହେଇ ରହିଥାନ୍ତି, ଆଉ ପିଲାମାନେ ତାଙ୍କର ଯାହା ବି ପଢ଼ିଥାନ୍ତି ସେଇ ହିସାବରେ ନିଜର ଆନ୍ସର୍ ଲେଖିଥାନ୍ତି, ଆଉ ତାଙ୍କୁ ସେଇ ହିସାବରେ ତାଙ୍କର ଆନ୍ସର୍ ଲେଖିବା ହିସାବରେ ତାଙ୍କୁ ସବୁବେଳେ ମାର୍କ ମିଳିଥାଏ। ଠିକ୍ ସେହିପରି ଆମ ଜୀବନକୁ ଯେତେବେଳେ ଯେକୌଣସି ଗୋଟେ ଖରାପ ସମୟ ଆସୁଛି କିମ୍ବା ଖରାପ ସିଚୁଏସନ୍ ଆସୁଛି, ତାହା ପଛରେ ଭଗବାନଙ୍କର ତ ହାତ ଥାଏ, ଏଇଟା ତ ଆମେ ବହୁତ ଭଲ ଭାବରେ ଜାଣିଛୁ। କିନ୍ତୁ ଭଗବାନ ସେ ସମୟରେ ଚୁପ୍ ରହିବାର କାରଣ ଏଇଆ ଯେ ଭଗବାନ ଆମକୁ ଟେଷ୍ଟ କରିବା ସହିତ, ଆମ ପରୀକ୍ଷା ନେବା ସହିତ ଭଗବାନ ଏଥିପାଇଁ ଚୁପ୍ ରହିଥାନ୍ତି, କାହିଁକିନା ସିଏ ଆମକୁ ଭିତରୁ ଷ୍ଟ୍ରଙ୍ଗ କରିବା ପାଇଁ ଚାହୁଁଥାନ୍ତି, ଆମକୁ କିଛି ନୂତନ ଶିକ୍ଷା ଦେବା ପାଇଁ ଚାହୁଁଥାନ୍ତି। ଯେମିତି ଗୋଟେ ଟିଚର ଯେତେବେଳେ ଯେମିତି ଏକ୍ଜାମ୍ ଟାଇମ୍ରେ ଯେମିତି ପିଲାକୁ କିଛି ନ କହିଥାଏ, ଯେମିତିକି ତା ନଲେଜଟା ଜାଣିବା ପାଇଁ କି ଏକ୍ଜାମ୍ ହେଇଥାଏ, ଠିକ୍ ସେହିଭଳି ଆମକୁ ଭଗବାନ ଷ୍ଟ୍ରଙ୍ଗ ବନେଇବା ପାଇଁ ସବୁବେଳେ ଆମ ଜୀବନକୁ ଖରାପ ସିଚୁଏସନ୍ ଆଣିଥାନ୍ତି। ଆଉ ସେଇ ସମୟରେ ଆମର ଅବଶ୍ୟ ଆମ କଥା ଶୁଣନ୍ତିନି, କିନ୍ତୁ ସିଏ ଆମ ସହିତ ହିଁ ଥାଆନ୍ତି। ଯେତେବେଳେ କି ଆମେ କହିଥାଉ କି ଭଗବାନ ମୋ ସହିତ ନାହାନ୍ତି, ଏଇ ଦୁନିଆରେ ମୋ ସହିତ କେହି ନାହାନ୍ତି, କିନ୍ତୁ ଭଗବାନ ଆମ ସହିତ ସେତେବେଳେ ଥାଆନ୍ତି। ଆମକୁ ହୁଏତ କଷ୍ଟ ମିଳିଥାଏ, କିନ୍ତୁ ସେଇ କଷ୍ଟ ସମୟରେ ଆମକୁ କମ୍ ପରିମାଣରେ କଷ୍ଟ ମିଳିଥାଏ, ଯେଉଁଟାକି ଆମେ ବୁଝିପାରୁନା। ଆମେ ଭାବୁ କି ଆମକୁ ବହୁତ କଷ୍ଟ ମିଳିଛି, କିନ୍ତୁ ସେଇ କଷ୍ଟର ନା କିଛି ପରିମାଣ ମିଳିଥାଏ। ଏଥିପାଇଁ ମିଳିଥାଏ କି ସେଇ ସମୟରେ ଆମ ସାଥିରେ ଭଗବାନ ଥାଆନ୍ତି। ଭଗବାନ ଆମର କଷ୍ଟକୁ ବି ମଧ୍ୟ କିଛି ପରିମାଣରେ ଆମଠାରୁ ନେଇଯାଇଥାନ୍ତି। ସେ ସବୁବେଳେ ଆମ ଜୀବନକୁ ଦୁଃଖ ଆଣିଥାନ୍ତି ଏଥିପାଇଁ କି ଆମକୁ ଭିତରୁ ଷ୍ଟ୍ରଙ୍ଗ ବନେଇବା ପାଇଁ, ଆଉ ଆମକୁ ସବୁବେଳେ ନୂତନ ଭାବରେ କିଛି ଶିକ୍ଷା ଦେବା ପାଇଁ, ଯେମିତିକି ଆମେ ଆଗକୁ ଆହୁରି ଭଲ କାମ କରିପାରିବା, ଆଉ ଆମେ ଆଗକୁ ବହୁତ ଭଲ ଭାବରେ ବଢ଼ିପାରିବା।